ईपीएफओ सदस्यों ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। ଏବେ ଯଦି ଆପଣ ଆପଣଙ୍କର ପିଏଫ୍ ପାଣ୍ଠିରୁ ଆଡ଼ଭାନ୍ସ ନେଉନାହାନ୍ତି ତେବେ ଆପଣଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସରକାର ଅଟୋ ସେଟଲମେଣ୍ଟ ଲିମିଟକୁ 1 ଲକ୍ଷ ଟଙ୍କାରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ईपीएफओ ଏହି ନୂଆ ସୀମା ସଦସ୍ୟଙ୍କୁ 72 ଘଣ୍ଟା ମଧ୍ୟରେ ଅର୍ଥ ପ୍ରାପ୍ତିରେ ସାହାଯ୍ୟ କରିବ, ଯାହା ସେମାନଙ୍କ ଜୀବନକୁ ଆହୁରି ସହଜ କରିବ। ईपीएफओର ଅଟୋ ସେଟଲମେଣ୍ଟ ସୁବିଧା ପ୍ରଥମେ 2020 ମସିହାରେ କରୋନା ମହାମାରୀ ସମୟରେ ଚିକିତ୍ସା ଆବଶ୍ୟକତା ପାଇଁ ଆରମ୍ଭ ହୋଇଥିଲା। ପରେ ଏହାକୁ ଶିକ୍ଷା, ବିବାହ ଓ ଗୃହ ନିର୍ମାଣ ପରି ଅନ୍ୟ କାରଣ ପାଇଁ ବିସ୍ତାର କରାଯାଇଥିଲା। 2024 ମେରେ ଏହି ସୀମା 50,000 ଟଙ୍କାରୁ 1 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏବେ ଏହାକୁ 5 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା 7.5 କୋଟିରୁ ଅଧିକ ईपीएफओ ସଦସ୍ୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। ମନ୍ତ୍ରୀ ମାଣ୍ଡବ୍ୟଙ୍କ ଅନୁସାରେ ଚଳିତ ଆର୍ଥିକ ବର୍ଷ 2025-26ର ପ୍ରଥମ 2 ମାସରେ ईपीएफओ 76.52 ଲକ୍ଷ ଦାବିକୁ ଅଟୋ ସେଟଲମେଣ୍ଟ ମାଧ୍ୟମରେ ସମାଧାନ କରିଛି, ଯାହା ମୋଟ ଅଗ୍ରିମ ଦାବିର 70%। 2024-25 ଆର୍ଥିକ ବର୍ଷରେ ईपीएफओ ରେକର୍ଡ 2.34 କୋଟି ଅଗ୍ରିମ ଦାବି ଅଟୋ ସେଟଲମେଣ୍ଟ ମାଧ୍ୟମରେ ସମାଧାନ କରିଥିଲା, ଯାହା 2023-24ର 89.52 ଲକ୍ଷ ଦାବି ତୁଳନାରେ 161% ଅଧିକ। ଅଟୋ ସେଟଲମେଣ୍ଟ ହେଉଛି ଏକ ହାଇଟେକ୍ ପ୍ରକ୍ରିୟା, ଯେଉଁଥିରେ କୌଣସି ମାନୁଆଲ ଯାଞ୍ଚ ବିନା କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ଦାବି ସ୍ୱୟଂଚାଳିତ ଭାବେ ସମାଧାନ ହୁଏ। ଏହା ଦାବି ସମାଧାନର ସମୟକୁ ବହୁତ କମାଇ ଦେଇଥାଏ ଏବଂ ପାରଦର୍ଶିତା ବୃଦ୍ଧି କରିଥାଏ। ଏବେ 99% ଦାବି ଅନଲାଇନ୍ ମାଧ୍ୟମରେ ପ୍ରାପ୍ତ ହେଉଛି ଏବଂ ସ୍ୱୟଂ ସେଟଲମେଣ୍ଟ ମୋଡରେ ଥିବା ଦାବିଗୁଡ଼ିକ 3 ଦିନ ମଧ୍ୟରେ ସମାଧାନ ହେଉଛି। ईपीएफओ ନିକଟରେ କେୱାଇସି ସଂଶୋଧନ, ଟ୍ରାନ୍ସଫର ଦାବି ଓ ପେନ୍ସନ ପେମେଣ୍ଟ ପ୍ରକ୍ରିୟାକୁ ମଧ୍ୟ ସରଳୀକରଣ କରିଛି। 2025 ଜାନୁଆରୀ 15ରୁ ଟ୍ରାନ୍ସଫର ଦାବି ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନର ଆବଶ୍ୟକତା ଅଧିକାଂଶ କ୍ଷେତ୍ରରେ ହଟାଯାଇଛି। ଏହା ସହିତ ଚେକବୁକ୍ କିମ୍ବା ବ୍ୟାଙ୍କ ପାସବୁକ୍ ଅପଲୋଡ କରିବାର ଆବଶ୍ୟକତା ମଧ୍ୟ ହଟାଯାଇଛି, ଯାହା ଦାବି ପ୍ରତ୍ୟାଖ୍ୟାନକୁ କମାଇବ। ଏହିଭଳି ଖବରର ଅପଡେଟ୍ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ଧନ୍ୟବାଦ।